ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ଗୋଟିଏ ନବଜାତ ଶିଶୁର ଜନ୍ମ ବୃତ୍ତାନ୍ତ ଶୁଣି ଆପଣମାନେ ଆଶ୍ଚର୍ଯ୍ୟଚକିତ ହେଇଯିବେ। ଘଟଣାଟି ଆମର ଜଣେ ନିକଟ ସମ୍ପର୍କୀୟ ପରିବାରର। ଅସମ୍ଭବ ପରି ମନେ ହେଉଥିବା ପୁରା ଘଟଣାଟିକୁ ଧ୍ୟାନ ଦେଇ ଶୁଣନ୍ତୁ ଏବଂ ଦେଖନ୍ତୁ। ଆପଣ ନିଜେ କହିବେ, ରଖେ ହରି ତ ମାରେ କିଏ? ବାହାଘର 3 ବର୍ଷ ବିତି ସାରିଥିଲା। ଗୋଟିଏ ସନ୍ତାନ ପାଇବା ପାଇଁ ଦୁହେଁ ଠାକୁରଙ୍କ ପାଖରେ କେତେ ପୂଜା ପାଠ ଅର୍ଦ୍ଦଳି କରୁଥିଲେ, ହେଲେ ନିରାଶ ହେବାକୁ ପଡୁଥିଲା। ଭାଗ୍ୟକୁ ନିନ୍ଦି ରହିଯାଉଥିଲେ ସିନା, ହେଲେ ମନ ମାନୁନଥିଲା। ବାହାଘରର 1.5 ବର୍ଷ ପରେ ଗୋଟିଏ ଡାକ୍ତରଖାନାକୁ ଯାଇ ଚେକଅପ୍ କରେଇଲେ। ସେଠାରେ ଡାକ୍ତର କହିଲେ, ମାଆର ପିସିଓଡି ପ୍ରୋବ୍ଲେମ୍ ଅଛି। ବାମପଟ ଓଭାରିରେ ଗୋଟିଏ ସିଷ୍ଟ ହୋଇଥିବା ଜଣାପଡ଼ିଥିଲା। ସେପ୍ଟେମ୍ବର 2023ରେ ସିଷ୍ଟର ଅସ୍ତ୍ରୋପଚାର କରାହେଲା। ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବର 3 ମାସ ଔଷଧ ଖାଇଲେ। 2024 ଡିସେମ୍ବର ପର୍ଯ୍ୟନ୍ତ ଋତୁସ୍ରାବ ଠିକ୍ଠାକ୍ ଚାଲିଥିଲା। 2025 ଜାନୁଆରୀ ମାସରେ ଋତୁସ୍ରାବର ଅନିୟମିତତା ପରେ ଫେବୃଆରୀ ମାସରେ ଗର୍ଭଧାରଣ ପରୀକ୍ଷା କାର୍ଡରେ ସେ ନିଜେ ଟେଷ୍ଟ କରିଥିଲେ। ଫଳାଫଳ ମଧ୍ୟ ନେଗେଟିଭ୍ ବାହାରିଥିଲା। ମାର୍ଚ୍ଚ ମାସରେ ଟେଷ୍ଟ କରାହେଲା, ତାହା ବି ନେଗେଟିଭ୍ ବାହାରିଲା। ଏପରିକି ଏପ୍ରିଲ ମାସରେ ମଧ୍ୟ ଟେଷ୍ଟରେ ନେଗେଟିଭ୍ ବାହାରିଲା। ୟାରି ଭିତରେ ଗୋଟିଏ ନୁହଁ, 2ଟି ନୁହଁ, 3ଟି ଜ୍ୟୋତିଷ ପାଖକୁ ଯାଇଥିଲେ ତାଙ୍କ ଦୁହିଁଙ୍କ ଜାତକ ଦେଖାଇବା ପାଇଁ। ଏବଂ ଆଶ୍ଚର୍ଯ୍ୟର କଥା ଯେ 3ଟି ଯାକ ଜ୍ୟୋତିଷ ଡିସେମ୍ବର ମାସରେ ତମର ସନ୍ତାନ ପ୍ରାପ୍ତି ହେବ ବୋଲି କହିଥିଲେ। ଦମ୍ପତି ଦ୍ୱୟ ବିରକ୍ତ ହୋଇଯାଉଥିଲେ। କହୁଥିଲେ ଗର୍ଭରେ ଛୁଆ ନାହିଁ, ଅଥଚ ଏମାନେ ପାଗଳଙ୍କ ପରି ବାର୍ତ୍ତାଳାପ କରୁଛନ୍ତି। ଶେଷରେ ଦୁହିଁଙ୍କ ଜାତକକୁ ଆଉ ଥରେ ଲେଖାଏଁ ବାହାର କରିବାକୁ ଯୋଜନା ତ କରିଥିଲେ, ହେଲେ କରିପାରିନଥିଲେ। ତାପରେ ଭୁବନେଶ୍ୱର ଆସି ଆଉ ଟିକେ ଭଲ ଡାକ୍ତର ଦେଖାଇବାକୁ ଯୋଜନା କଲେ। ଭୁବନେଶ୍ୱର ଗୋଟେ ହସ୍ପିଟାଲରେ ଅଲ୍ଟ୍ରାସାଉଣ୍ଡ କରାହେଲା। ସ୍ୱାମୀ ସ୍ତ୍ରୀ 2 ଜଣଙ୍କର ପରୀକ୍ଷା ଗୁଡ଼ିକ ମଧ୍ୟ କରାହେଲା। ସ୍ୱାମୀଙ୍କର ସବୁ ଠିକ୍ଠାକ୍ ଥିବା ବେଳେ ସ୍ତ୍ରୀଙ୍କର ହାର୍ମୋନାଲ ଇନବାଲାନ୍ସ, ପିସିଓଡି ସମସ୍ୟା ବାହାରିଲା ଏବଂ ବାମ ପାର୍ଶ୍ୱ ଓଭାରିରେ ସିଷ୍ଟ ଥିବା କଥା ଜଣାପଡ଼ିଲା। ତାହା ମେଡିସିନରେ ଠିକ୍ ହୋଇଯିବ ବୋଲି ଡକ୍ଟର କହିଲେ ଏବଂ 1 ମାସର ଔଷଧ ସେବନ କରିବାକୁ ପରାମର୍ଶ ଦେଲେ। 1 ମାସ ଔଷଧ ଖାଇଲା ପରେ ମଧ୍ୟ ଋତୁସ୍ରାବ ଖୋଲିଲା ନାହିଁ। ଡାକ୍ତର କହିଲେ ଏକାଥରକେ 3 ମାସ ପରେ ଆସିବାକୁ। 3 ମାସ ପରେ ଯେତେବେଳେ ଆସିଲେ, ସେତେବେଳେ LH, FSH, ପ୍ରୋଲାକ୍ଟିନ୍ ଟେଷ୍ଟ ଗୁଡ଼ିକ କରାହେଲା। ଟେଷ୍ଟରୁ ଜଣାପଡ଼ିଲା ଯେ ହରମୋନ ମାତ୍ରା ବହୁତ କମ୍ ଅଛି ତଥା ବଡି ୱେଟ୍ ଅଧିକ ଥିବାରୁ ଡକ୍ଟର 21 ଦିନର ଔଷଧ ଦେଇ 8-10 କିଲୋଗ୍ରାମ ଶରୀରର ଓଜନ କମାଇବାକୁ ପରାମର୍ଶ ଦେଲେ। 21 ଦିନର ଔଷଧ ଖାଇଲା ପରେ ମଧ୍ୟ କିଛି ଜଣାପଡ଼ିନଥିଲା। ଋତୁସ୍ରାବ ମଧ୍ୟ ଖୋଲି ନଥିଲା। ଏମିତି ଅଗଷ୍ଟ ମାସ ବି ଚାଲିଗଲା। ଅଗଷ୍ଟ ମାସ ଶେଷ ଆଡ଼କୁ ପେଟ ଟିକେ ଫୁଲିଥିବା ଜଣାପଡ଼ିଲା। ସ୍ତ୍ରୀ କହିଲେ, ପିଠା, ମଣ୍ଡା, ବରା, ସିଙ୍ଗଡ଼ା ବେଶୀ ଖାଇ ଦେଇଛି ତ ଗ୍ୟାଷ୍ଟ୍ରିକ୍ ସମସ୍ୟା ପାଇଁ ପେଟ ଫୁଲାଉଥିବ। ଡକ୍ଟରଙ୍କ କହିବା ଅନୁସାରେ ଏପଟେ ଓଜନ କମାଇବା ପାଇଁ ଡମ୍ବେଲ ଏକ୍ସରସାଇଜ, ରସି ଡିଆଁ, ସିଡ଼ି ଚଢ଼େଇବା ଓହ୍ଲାଇବା ତଥା ଅଲଗା ଏକ୍ସରସାଇଜ ଗୁଡ଼ାକ ମଧ୍ୟ କରୁଥିଲେ। ଦେହ ଶୁଖିବାକୁ ଲାଗିଲା, ହେଲେ ପେଟ ଶୁଖିଲାନି। ଅଗଷ୍ଟ 30-31ରେ ଭୁବନେଶ୍ୱର ଆସି ଅନ୍ୟ ଡାକ୍ତରଙ୍କୁ ଦେଖାଇବା ପାଇଁ ଯୋଜନା କରିଥିଲେ, ହେଲେ ତାଙ୍କ ବାପା ମା କହିଲେ ସେପ୍ଟେମ୍ବର 7ରେ ଗ୍ରହଣ ଅଛି। ଗ୍ରହଣ ଯାଉ, ତାପରେ ଯିବ। ବିଧିର ବିଧାନ ବଡ଼ ବିଚିତ୍ର। ସେଇ ଗ୍ରହଣ ଦିନ ସନ୍ଧ୍ୟାରେ ସ୍ତ୍ରୀ ଛାତ ଉପରୁ କପଡ଼ା ଧରି ଆସି ସିଡ଼ି ଓହ୍ଲାଇଲା ବେଳେ ସିଡ଼ିରେ ପଡ଼ିଗଲେ ଏବଂ ବାମ ଗୋଡ଼ର ଫିବୁଲା ହାଡ଼ ଭାଙ୍ଗିଗଲା। ବୋଝ ଉପରେ ନଳିତା ବିଡ଼ା ସଦୃଶ ଏତେ ସବୁ ଦୁଃଖ ଭିତରେ ଆହୁରି ଗୋଟେ ସମସ୍ୟା ଆସିଗଲା। ତାପରେ ସାଙ୍ଗେ ସାଙ୍ଗେ ବଲାଙ୍ଗୀରକୁ ନେଇ ଗୋଟେ ଅର୍ଥୋପେଡିକ୍ସ ଡାକ୍ତରଙ୍କୁ ଦେଖାଇଲେ। ସେଠାରେ ଏକ୍ସରେ କରାହେଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ହୁଇଲଚେୟାର ଏବଂ ବେଡ୍ରେ 45 ଦିନ ବିତେଇବାକୁ ପଡ଼ିଲା। ଅକ୍ଟୋବର ମାସରେ ଡକ୍ଟର ପାଖକୁ ଯିବାର ଥିଲା, ହେଲେ ସେପ୍ଟେମ୍ବର ମାସରେ ଗୋଡ଼ ଭାଙ୍ଗିଯିବା କାରଣରୁ ଡକ୍ଟର ପାଖକୁ ଯାଇପାରିନଥିଲେ। ସିଧା ନଭେମ୍ବର 10ରେ ବରଗଡ଼ର ଗୋଟିଏ ଡକ୍ଟର ପାଖକୁ ଗଲେ। ଏଥରକ ଡକ୍ଟର ପୁରା ଇତିହାସ ପଚାରିଲେ ସ୍ୱାମୀ ସ୍ତ୍ରୀଙ୍କୁ ଏବଂ ଗୋଟେ ଅଲ୍ଟ୍ରାସାଉଣ୍ଡ କରିବାକୁ ପରାମର୍ଶ ଦେଲେ। 1000 ଟଙ୍କା ଫିସ୍ ବୁଝାଇ ଅଲ୍ଟ୍ରାସାଉଣ୍ଡ କରାହେଲା। ଅଲ୍ଟ୍ରାସାଉଣ୍ଡ କରିବାର କିଛି ସମୟ ପରେ ଡକ୍ଟର 1000 ଟଙ୍କା ଫେରସ୍ତ କରିଦେଲେ। କହିଲେ, ମା, ତମ ପେଟରେ ବଡ଼ ସମସ୍ୟା ଗୋଟେ ହୋଇଯାଇଛି। ତମେ ଗୋଟେ ଭଲ ରେଡିଓଲୋଜିଷ୍ଟ ପାଖକୁ ଯାଇ ଟେଷ୍ଟ କରେଇ ନିଅ। ସାଙ୍ଗେ ସାଙ୍ଗେ ସେମାନେ ସେହି ବରଗଡ଼ର ଗୋଟିଏ ରେଡିଓଲୋଜିଷ୍ଟ ପାଖକୁ ଯାଇ ଏବ୍ଡୋମିନାଲ ଏବଂ ପେଲଭିକ୍ର ଅଲ୍ଟ୍ରାସାଉଣ୍ଡ କରେଇଲେ। ଏବ୍ଡୋମିନାଲ ଟେଷ୍ଟରେ ଲିଭର, କିଡନିର ସାଇଜ୍ ସବୁ ସାଧାରଣ ଥିଲା। ପେଲଭିକ୍ ଟେଷ୍ଟ ରିପୋର୍ଟରୁ ଏ ଲାଇଫ୍ ଫିଟର ଇନ୍ 36 ୱିକ୍ସ ବାହାରିଲା। ଡକ୍ଟର ଯେତେବେଳେ ଏକଥା ଦମ୍ପତିଙ୍କୁ କହିଲେ, ସ୍ତ୍ରୀ କହିଲେ, ଏଇ ରିପୋର୍ଟ ଅଲଗା କାହାର ହେଇଥିବ। ମୋର ତ ପେଟରେ ଛୁଆ ନାହିଁ। ମୋ ପେଟ ଫୁଲେଇଛି ଲିଭର କିମ୍ବା ଅନ୍ୟ କୌଣସି ସମସ୍ୟା ପାଇଁ।
ଡକ୍ଟର ବିଗିଡ଼ିଗଲେ। କହିଲେ, ମୁଁ ତମକୁ ପଚାରୁନି, ମୁଁ ତମକୁ ତମ ପେଟରେ 9 ମାସର ଛୁଆ ଅଛି ବୋଲି କହୁଛି। ଡକ୍ଟରଙ୍କ କଥାକୁ ହଠାତ୍ ବିଶ୍ୱାସ କରିପାରିଲେନି। ମୁଣ୍ଡରେ ବଜ୍ର ପଡ଼ିଗଲା। ହତବାକ୍ ହୋଇଗଲେ ଦୁହେଁ। କିଛି ଭାବିପାରିଲେନି। 9 ମାସର ଛୁଆ ପେଟରେ, ହେଲେ ସେମାନେ କିଛି ଜାଣିପାରିନାହାନ୍ତି ଏଯାଏ। ଖୁସି ଆଉ ଦୁଃଖର ଫେଣ୍ଟାଫେଣ୍ଟି ମନଦଶା ଭିତରେ ଦୁହେଁ ଦୁହିଁଙ୍କୁ ଚାହିଁ ରହିଛନ୍ତି। ସେତିକିବେଳେ ଡକ୍ଟର କହିଲେ, ମା, ତମେ ଟେନସନ୍ ଏବଂ ଡିପ୍ରେସନ୍ କାରଣରୁ ଜାଣିପାରିନ ବୋଧେ। ପେଟରେ 9 ମାସର ଛୁଆ ଥିବା କଥା ନିଶ୍ଚିତ ହେଲା ପରେ ଦୁହିଁଙ୍କ ମନରେ ଗୋଟେ ଅଜବ ଖିଆଲ ଆସିବାରେ ଲାଗିଲା। ଗୋଟିଏ ପଟେ ଆନନ୍ଦାଶ୍ରୁ ଝରି ପଡ଼ୁଥିବା ବେଳେ ଅନ୍ୟପଟେ ଭୟ ଏବଂ ଚିନ୍ତା ଗ୍ରାସ କରୁଥିଲା। କାରଣ ଛୁଆ ପେଟରେ ଥିଲାବେଳେ ଯେଉଁ ସବୁ ସାବଧାନତା ରଖିବା କଥା କିଛି କରାହେଇନି। ଭ୍ୟାକ୍ସିନ୍ ଦିଆହେଇନି, ଫୋଲିକ୍ ଏସିଡ୍ ଦିଆହେଇନି, ଆଇରନ୍ ଟ୍ୟାବଲେଟ୍ ଖୁଆହେଇନି, କ୍ୟାଲସିୟମ୍ ଭିଟାମିନ୍ କିଛି ଖୁଆହେଇନି, ଖାଦ୍ୟକୁ ଗୁରୁତ୍ୱ ଦିଆହେଇନି, ତ ଛୁଆର ଅବସ୍ଥା କ'ଣ ହେଇଥିବ? ଏହି ଭୟରେ ସ୍ୱାମୀ ସ୍ତ୍ରୀ କିଛି ଭାବିପାରୁନାହାନ୍ତି। ଡକ୍ଟର କହିଲେ ଗୋଟିଏ ଡୋପଲାର ଟେଷ୍ଟ କରାଇଦେବାକୁ, ଯେଉଁ ଟେଷ୍ଟରେ ଛୁଆର ଅର୍ଗାନ୍ ସବୁ କେମିତି ଅଛି ଜାଣିବାକୁ। ତାପରେ ଡୋପଲାର ଟେଷ୍ଟରେ ଅର୍ଗାନ୍ ସବୁ ଠିକ୍ ଥିବାର ଜଣାପଡ଼ିଥିଲା। ଡକ୍ଟର କହିଲେ, ଯେଉଁ ଜାଗାରେ ତୁମେ ଡେଲିଭରି କରାଇବ ସେଠାରେ ଚାଇଲ୍ଡ ଆଇସିୟୁ ଥିବା ଜାଗାରେ ହିଁ କରାଇବ, ଯାହାକି ଜରୁରୀକାଳୀନ ଟ୍ରିଟମେଣ୍ଟ ପାଇଁ ସହାୟକ ହେବ। ଘରକୁ ଫେରି ସ୍ୱାମୀ ସ୍ତ୍ରୀ ଗୋଟିଏ ସପ୍ତାହ ନା ଠିକରେ ଖାଇଛନ୍ତି ନା ଶୋଇପାରିଛନ୍ତି। ପେଟରେ ଛୁଆର ଅବସ୍ଥା କେମିତି ଥିବ ଭାବି ଖୁସି ବି ହେଇପାରୁନାହାନ୍ତି। କାଳେ ଛୁଆଟି ବିକଳାଙ୍ଗ ହେଇଯାଇଥିବ, ଏଇ ଭୟ ତାଙ୍କୁ ଘାରି ରହିଥିଲା। ସପ୍ତାହେ ପରେ ଭୁବନେଶ୍ୱର ଗୋଟେ ଭଲ ହସ୍ପିଟାଲରେ ଆଣି ଦେଖେଇଲେ। ଭଗବାନଙ୍କ ଲୀଳା ବଡ଼ ଅଦ୍ଭୁତ। ନଭେମ୍ବର 30ରେ ଭୁବନେଶ୍ୱର ପହଞ୍ଚିଲେ ଏବଂ ଡିସେମ୍ବର 1ରେ ଆହାନା ହସ୍ପିଟାଲରେ ଗୋଟେ ସୁନ୍ଦର ଶିଶୁକନ୍ୟାକୁ ଜନ୍ମ ଦେଲେ। ଡକ୍ଟର ସବୁ କଥା ଶୁଣି ଛୁଆର ନାମ ମିରାକିଲ୍ ବେବି ବୋଲି କହିଥିଲେ। ତାଙ୍କ ହସ୍ପିଟାଲରେ ନବଜାତ ଶିଶୁକନ୍ୟାର ଫଟୋ ମଧ୍ୟ ରଖାହେଇଛି। ବୋଧହୁଏ ଏମିତି ଘଟଣା କୋଟିଏରେ ଗୋଟିଏ ବି ନଥିବ। ଆଶ୍ଚର୍ଯ୍ୟ କିନ୍ତୁ ନିରାଟ ସତ୍ୟ। ଏହି ଘଟଣାରେ କାହାକୁ ବା ଦୋଷ ଦେବା? ଦୈବ ଦୌଡ଼ି ମଣିଷ ଗାଇ, ଜିଣିକି ଟାଣଇ ତେଣିକି ଯାଇ। କ୍ଷମା କରିବେ, ସେଥିପାଇଁ ଏଠାରେ କୌଣସି ହସ୍ପିଟାଲ କିମ୍ବା ଡକ୍ଟରଙ୍କର ନାଁ ଦିଆହେଇନି। ସେ ଯାହା ହେଉ, ଶେଷରେ ଭଗବାନ ତାଙ୍କ ଡାକ ଶୁଣିଛନ୍ତି। ଜ୍ୟୋତିଷଙ୍କ କଥା ମଧ୍ୟ 100% ଠିକ୍ ହେଇଛି। ଛୁଆଟି ମା ପେଟରେ କେତେ ଯେ ସଂଘର୍ଷ ନ କରିଛି ଆପଣମାନେ ତାହା ଅନୁଭବ କରିପାରୁଥିବେ। ସତରେ ରଖେ ହରି ତ ମାରେ କିଏ, କଥାଟା ଯୁକ୍ତିଯୁକ୍ତ। ଶେଷରେ ଅସହାୟ ମନେ କରୁଥିବା ଦମ୍ପତି ଦ୍ୱୟ କୋଳମଣ୍ଡନ କଲେ, ବାପା ମା ହେବାର ସୌଭାଗ୍ୟ ପ୍ରାପ୍ତ କଲେ। ଦୟାକରି ଏହି ନବଜାତ ଶିଶୁ କନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆପଣମାନେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଆଶୀର୍ବାଦ ପ୍ରଦାନ କରିବାକୁ ଭୁଲନ୍ତୁ ନାହିଁ ଏବଂ ଭିଡ଼ିଓଟିକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯାହାଦ୍ୱାରା ସମସ୍ତେ ଏହି ଦିଗ ପ୍ରତି ସଚେତନ ହେବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।